ପାଞ୍ଚଳ କଟକର ରାଜାକୁ ଯଦି ତୁମେ ବାନ୍ଧି ଆଣିପାରିବ ଏଇ ହଉଛି ଦକ୍ଷିଣା ଏଇ ହଉଛି ମୋର ଉପଯୁକ୍ତ ଦକ୍ଷିଣା। ସେଇଠି ପଣ୍ଡିତେ ବିଚାର କଲେ ଏପଟେ କୌରବ ଏପଟେ ପାଣ୍ଡବ। ବାহ ମଉସା ଇଏ ହେଲେ କୌରବ ଇଏ ହେଲେ ପାଣ୍ଡବ। ପାଣ୍ଡବ ଏଇଠି ଗୋଟେ ଗୁପ୍ତ କଥା କହିବି କି ବାପା? ନାଇଁ ସେ ଖାଇବାକୁ ଯାଉଛନ୍ତି କହନି ନା ଏମାନେ କାହିଁକି କୌରବ ଏମାନେ କାହିଁକି ପାଣ୍ଡବ? ବାପା ଏମାନେ କାହିଁକି କୌରବ ଏମାନେ କାହିଁକି ପାଣ୍ଡବ? ପଣ୍ଡୁ ପୁଅ ବୋଲି ପାଣ୍ଡବ ସେ କୁରୁବଂଶ ଜନ୍ମ ହେଲେ କୌରବ। କୌରବ ମୋ ନାଁ ସନାତନ ଦାସ। ଆଜ୍ଞା ମୋ ବାପାଙ୍କ ନାଁ ସିନା ଅଲଗା ଦାସ କୁଆଡେ ଯିବ? ଦାସ ରହିବ। ମୋ ଅଜା ନାଁ ଅଲଗା ଦାସ କୁଆଡେ ଯିବ? ନା ମୋ ଜେଜେବାପା ଏ ଯୋଉ ପିତୃ ପିତାମହ ପ୍ରପିତାମହ ତାଙ୍କ ନାଁ ଅଲଗା ଦାସ ରହିବ। ତା ଦାସ କୁଆଡେ ଯିବ? ନା କିନ୍ତୁ ପଣ୍ଡିତେ ଇଏ ତ ଦି ଜଣ ହେଲେ ଦାଦି ପୁଅକୁ ବଡାପା ପୁଅ। ପଣ୍ଡୁ ଆଉ ଧୃତରାଷ୍ଟ୍ର ଦି ଭାଇ ନା ଦି ଭାଇ ଇଏ ହେଲେ ପଣ୍ଡୁଙ୍କର 5 ପୁଅ ଧୃତରାଷ୍ଟ୍ରଙ୍କର 100 ପୁଅ। ଧୃତରାଷ୍ଟ୍ରଙ୍କ ପିଲାମାନେ ହେଲେ କୁରୁ କୌରବ କୌରବ ଇଏ ପଣ୍ଡୁ ପିଲାମାନେ କଣ ହେଲେ ପାଣ୍ଡବ? କହିଲ ତୁମେ କେଇ ଭାଇ? ଆମେ ଦି ଭାଇ। ତୋ ପୁଅ ନା କଣ? ଆକାଶ ଟାଇଟେଲ ବେହେରା। ତୋ ଭାଇ ପୁଅ ନା ପିଣ୍ଟୁ ଟାଇଟେଲ ବେହେରା। ନା ବିଶ୍ୱାଳ। ବିଶ୍ୱାଳ କେମିତି ହବ? କାଇଁ ହବ ନାଇଁ? ସେଟା ବେହେରା ଇଏ ଧୃତରାଷ୍ଟ୍ର ପିଲାମାନେ କୌରବ ପଣ୍ଡୁ ପିଲାମାନେ କଣ ପାଣ୍ଡବ? କଣ ପାଇଁ ହେଇଛି? ଇଏ ହଉଛି ପାଲା। ଇଏ ତ ଗୋଟିଏ ବାପାର ଦିଟା ପୁଅ ବ୍ୟାସଙ୍କ ଔରସରୁ ଜନ୍ମ ନେଲେ ନିୟମ ପ୍ରଥାରେ ଧୃତରାଷ୍ଟ୍ର ପଣ୍ଡୁ। ଧୃତରାଷ୍ଟ୍ରଙ୍କ ପିଲାମାନେ କୌରବ ପଣ୍ଡୁ ପିଲାମାନେ କଣ ପାଣ୍ଡବ? ପାଣ୍ଡବ ବାବା ତାହେଲେ ବାପା ନାଁ ଅନୁସାରେ କଣ ବଂଶ? ନା ବାପା ନାମ ଅନୁସାରେ ବଂଶ ନୁହଁ। ନା ଇଏ କାହିଁକି କୌରବ ଇଏ କାହିଁକି ପାଣ୍ଡବ? ଇଏ ଦୁନିଆରେ ଭାଇ ଭାଇର ଶତ୍ରୁ ସତ ହେଲେ କୋଉ ଭାଇ କି ନେଇକି ଯୋଉ ଘରେ ନିୟମ ନା ଆଜି ଯୋଉ ଠରାଠରି ହେଲେ ସ୍ୱୟଂବର ସଭାରେ କୃଷ୍ଣ ବଳରାମ ଖସି ଦେଲେ କୃଷ୍ଣ କହିଲେ ଅର୍ଜୁନ ବଞ୍ଚିଛି। ବଳରାମ କହିଲେ ଇଏ ଯଦି ବଡ ବାପା ପୁଅ ଦୁର୍ଯ୍ୟୋଧନ ଆଦି 100 ଭାଇ ହେଲେ ଯଦି ଦାଦି ପୁଅ 5 ଭାଇ ଭାଇ ଭାଇରେ ଗଣ୍ଡଗୋଳ ହବ। ଭାଇ ନେଇକି ଭାଇ କି ଯୋଉ ଘରେ ନିଆଁ ଲଗେଇବ ଇଏ ଦୁନିଆରେ ଭାଇ ଭାଇର ଶତ୍ରୁ ମୁଁ ଜାଣେ ହେଲେ କିନ୍ତୁ ଭାଇ ଠାରୁ ମିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡରେ କେହି ନାହିଁ।